ଯେତେବେଳେ ଭାଗ୍ୟ ଉପରେ ନିର୍ଭର ରହିବ, ସେତେବେଳେ ଭାଗ୍ୟ ତୁମଠାରୁ ଦୂରେଇ ଯିବ। ଯେତେ କର୍ମ କରିଚାଲିବ, ଭାଗ୍ୟ ସେତେ ନିଜର ହେବ। ରାଗ, ରୁଷା, ଅଭିମାନ ମଣିଷର ଗୁଣ, ଯାହାକୁ ସିଏ କେବଳ ନିଜ ଲୋକଙ୍କ ଉପରେ ଜାହିର କରିଥାଏ, ଆଉ ଅନ୍ୟ ଲୋକମାନଙ୍କ ଉପରେ ତ ଦେଖିଚାହିଁ ହିଁ କଥା କହିବାକୁ ପଡ଼ିଥାଏ। ମୋ ଭାଇ, ଭଲରୁ ଭଲ ମଣିଷର ଗର୍ବ ସେତେବେଳେ ଭାଙ୍ଗିଯାଏ ଯେତେବେଳେ ସମୟ କହିଦିଏ, ଭାଇମାନେ, କଥାରେ ଅଛି, ଓଧ ସହ ବଣ ଭୁଆ ଭାଇ। କେବେ ବି ଚତୁର ଲୋକଙ୍କୁ ସହଜରେ ବିଶ୍ୱାସ କରି ତାଙ୍କ ପାଇଁ ନିଜକୁ ବିପଦରେ ପକାଅ ନାହିଁ। କେବେ ଥରେ ଜିତିଗଲେ ଥକିଯାଇ ବିଶ୍ରାମ ନିଅ ନାହିଁ, କାରଣ ଯଦି ଦ୍ୱିତୀୟ ଥର ତମେ ହଜିଯାଅ, ତେବେ ନିଜର ପ୍ରଥମ ବିଜୟକୁ ସେମାନେ ଭାଗ୍ୟର ଫଳ ବୋଲି ଭାବିବେ। କେହି ବି ତୁମର ପରିଶ୍ରମକୁ ବୁଝିବେ ନାହିଁ। ଚାଲାକ ଲୋକଙ୍କ ପାଇଁ ପଦେ "ମୁଁ ଚୁପ୍ ଅଛି" ସତ, ଭାଙ୍ଗିବା କି ଖରାପ କଥା କହିବା ଶିଖିନି। ଏହାର ଅର୍ଥ ମୁଁ ବୋକା ନୁହେଁ, ବାସ୍ କିଛି ସଂସ୍କାର ହିଁ ମୋତେ ବାନ୍ଧିକି ରଖିଛି। ଯେତେବେଳେ କେହି ବିନା ଭୁଲରେ ବି ତୁମର ଭୁଲକୁ ସେ ବାହାର କରୁଛି, ତେବେ ଏହା ବୁଝିଯାଅ କି ସିଏ ତୁମଠାରୁ ଦୂରେଇ ଯିବାର ବାହାନା ଖୋଜୁଛି। ସମୟ ହେଉଛି ପରିବର୍ତ୍ତନଶୀଳ, ସେଥିପାଇଁ ତ ଆପଣଙ୍କୁ ମଧ୍ୟ ସମୟ ସହିତ ଲଢ଼ିବାକୁ ପଡ଼ିବ। ନଚେତ୍ ଏତେ ପଛରେ ରହିଯିବେ କି ପଛକୁ ଚାହିଁଲେ କେବଳ ନିନ୍ଦା ହିଁ ନିନ୍ଦା ମିଳିବ। ଆବଶ୍ୟକତାଠାରୁ ଅଧିକ ଆରାମ ମଣିଷକୁ ଅଳସୁଆ କରିଦିଏ, ଆଉ ଆବଶ୍ୟକତାଠାରୁ ଅଧିକ ବିଶ୍ୱାସ ମଣିଷକୁ ଅସହାୟ କରିଦିଏ। ସେଥିପାଇଁ ନିଜ କର୍ମ ନିଜେ ହିଁ କରନ୍ତୁ, ଦେଖିବେ ସେହି କର୍ମ ଦିନେ ନା ଦିନେ ତମକୁ ରାଜା ବନେଇକି ହିଁ ଛାଡ଼ିବ। ବହୁତ ହୋଇଥାଏ ସମ୍ପର୍କ ବନେଇବା, ଆଉ ସବୁଠୁ ଅଧିକ କଷ୍ଟ ହୋଇଥାଏ ସମ୍ପର୍କକୁ ସମ୍ଭାଳିବା, ଏବଂ ବହୁତ କଷ୍ଟ ହୋଇଥାଏ କୌଣସି ମିଛ ସମ୍ପର୍କକୁ ସାରା ଜୀବନ ନିଜ ସହ ବାନ୍ଧିକି ରଖିବା। ଗର୍ବ ଆଉ ପେଟ ଯେବେ ଦୁଇଟି ଯାକ ବଢ଼ିଯାଏ ନା, ସେତେବେଳେ ମଣିଷ କେତେ ଚାହିଁଲେ ବି କାହାକୁ କୁଣ୍ଢେଇ ପାରେ ନାହିଁ। ମଣିଷ ସେତେବେଳେ ଚୁପ୍ ହୋଇଯାଏ ଯେତେବେଳେ ତାର ନିଜର ଭୁଲ ଥାଏ, ଆଉ ଯଦି ଅନ୍ୟର ଭୁଲ ଥାଏ, ତେବେ ଜଣା କଥା କହିବା ବି ଆରମ୍ଭ କରିଥାଏ। ମଣିଷକୁ ବୁଝିବା ଆହୁରି କଷ୍ଟ ହୋଇଥାଏ ଯେବେ ବିଶ୍ୱାସକୁ ସନ୍ଦେହ କରିଥାନ୍ତି, ଆଉ ନିଜର ସନ୍ଦେହକୁ ବହୁତ ବିଶ୍ୱାସ କରିଥାନ୍ତି। ଯଦି ଆଜି କମ୍ ପରିଶ୍ରମ କରି ଅଧିକ ରୋଜଗାର କରୁଛନ୍ତି, ତେବେ ଦିନେ ଏହି ପରିଶ୍ରମ କମିଯିବ ଆଉ ରୋଜଗାର ବଢ଼ିଯିବ। ସେଥିପାଇଁ ତ କଥାରେ ଅଛି, ଆଜିର ପରିଶ୍ରମ କାଲିର ସଫଳତା ହୋଇଥାଏ। ପରିଶ୍ରମ କରି ନିଜ ପେଟ ପୋଷୁଥିବା ଲୋକ କେବେ ବି ଭୋକ ଉପାସରେ ଶୁଏ ନାହିଁ। ଦେଖାଯାଉଥିବା ସମସ୍ତ ମଣିଷ ଭଲ ନୁହନ୍ତି। ଭଲ ମଣିଷ ତ କେବଳ ସିଏ ଯିଏ ଅନ୍ୟର ଦୁର୍ବଳତାକୁ ବୁଝିପାରେ, ସିଏ ନୁହେଁ ଯିଏ ଆମକୁ ନିଜର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିଥାନ୍ତି। ଜଣେ ପୁରୁଷ ସେତେବେଳେ ହାରିଯାଏ ଯେତେବେଳେ ଘରର ସବୁ ବୋଝକୁ ଧୈର୍ଯ୍ୟ ଏବଂ ନିଜର ଔକାତ ସହିତ ମୁଣ୍ଡେଇ ମୁଣ୍ଡେଇ ନିଜ ଜୀବନ ସହ ବାଜି ଲଗେଇ ଦିଏ, ଆଉ ଶେଷରେ ତାର କଥାକୁ ତା ପରିବାର ଲୋକ କେହି ବି ବୁଝିପାରନ୍ତି ନାହିଁ। ଏହି ତିନୋଟି ଜିନିଷ କରିବା ଛାଡ଼ିଦିଅ। କାହା ଉପରେ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ଅଧିକରୁ ଅଧିକ କାହା ଉପରେ ଆଶା ରଖିବା, ଅଧିକ କାହାକୁ ଭଲ ପାଇବା। ଦୁନିଆରେ ଭଲ ହୁଅ, କିନ୍ତୁ ଟିକେ ମତଲବୀ ବି ହୁଅ, କାରଣ ଏହି ଦୁନିଆରେ
ଧୋକାର କିଛି ବି ଦୟାଭାବ ହିଁ ନାହିଁ। ଦୁନିଆରେ କେତେ ଲୋକ ଆସିବେ ଆଉ ଯିବେ ତାହା ଆପଣଙ୍କ ଭାଗ୍ୟ ନିର୍ଣ୍ଣୟ କରିପାରେ। କେତେ ଜଣଙ୍କୁ ଆପଣଙ୍କ ସହ ଭେଟିବାର ଅଛି ତାହା ଆପଣଙ୍କ ହୃଦୟ ନିର୍ଣ୍ଣୟ କରିପାରେ। କିନ୍ତୁ କେତେଜଣ ଆପଣଙ୍କ ସହ ରହିବେ ତାହା ଆପଣଙ୍କର ଆଚରଣ ନିର୍ଣ୍ଣୟ କରିବ। ପ୍ରତ୍ୟେକ ପଦକ୍ଷେପକୁ ଏକ ଲକ୍ଷ୍ୟରେ ପରିଣତ କରିବା ସବୁ ଲୋକଙ୍କର ମୂଳ କାର୍ଯ୍ୟ। କେବଳ ଭାବିଲେ କି ବିଚାର କଲେ କିଛି ହେବ ନାହିଁ। ସଫଳ ହେବାକୁ ହେଲେ ଆଗକୁ ଥକି ନ ଯାଇ ବହୁତ ବାଟ ଚାଲିବାକୁ ପଡ଼େ। କେବଳ ଗଛ ଲଗାଇଦେଲେ ହେବ ନାହିଁ, ତାକୁ ପାଣି ଦେଇ ତା'ର ଯତ୍ନ ମଧ୍ୟ ନେବାକୁ ପଡ଼ିଥାଏ। ସମସ୍ତେ କୁହନ୍ତି ଜୀବନରେ ପ୍ରେମ ଥରେ ହୁଏ, କିନ୍ତୁ ମୁଁ ତ ତମକୁ ଯେତେଥର ଦେଖେ ମୋର ତ ସେତେଥର ପ୍ରେମ ହୋଇଥାଏ। ବାପାଙ୍କୁ ବି ସେତେବେଳେ କଷ୍ଟ ହୋଇଥାଏ ଯେତେବେଳେ ତା ବଡ଼ ପୁଅ ରୋଜଗାର କରିବା ପରିବର୍ତ୍ତେ ସେ ବାପାଙ୍କୁ ପଇସା ମାଗିଥାଏ। କେହି ବି ସହିଯାଉଛି, ଏହାର ଅର୍ଥ ଏହା ନୁହେଁ କି ସେ କହିପାରିବନି, ସିଏ ଚୁପ୍ ଅଛି। ହୁଏତ ତାକୁ କୌଣସି ବି ପରିସ୍ଥିତି ବାଧ୍ୟ କରିଥାଇପାରେ। ସମୟ ଖରାପ ଥିଲେ ଆମେ ନିଜ ଲୋକ ବି ଆମ ଗୋଡ଼ ଧରିବାକୁ ପଛାଇ ନଥାନ୍ତି। ଦୁଃଖରେ ରହିକି ହସିବା ଏତେ ବି ସହଜ ନୁହେଁ। ସେ ତ ଜାଣିଛି ଯିଏ କଷ୍ଟ ଭୋଗୁଛି ଆଉ ନିଜକୁ କାନ୍ଦିବାରେ ଲାଗୁଛି। ସମୟ ସାଥିରେ ମଣିଷ ଭାବେ କି ସବୁ ଠିକ୍ ହୋଇଯିବ, କିନ୍ତୁ ପ୍ରକୃତ କଥା ଏହା କି ସମୟ ସାଥିରେ ମଣିଷ ସହିବା ଶିଖିଯାଏ। ସମ୍ପର୍କରେ ଜଣେ ରାଗିଗଲେ ଆଉ ଜଣେ ଯଦି ଚୁପ୍ ହୋଇଯାଏ ତେବେ ସମ୍ପର୍କ ବଞ୍ଚିଯାଏ। କିନ୍ତୁ ଜଣେ ରାଗିଲେ ଯଦି ଆଉ ଜଣେ ବି ରାଗିଯାଏ ତେବେ ସେତେବେଳେ ସମ୍ପର୍କରେ ଫାଟ ନିଶ୍ଚିତ ସୃଷ୍ଟି ହୋଇଥାଏ। ଯେବେ ଜଣେ କେହି ବିଶ୍ୱାସ ଭାଙ୍ଗିଦିଏ ତେବେ ତୁମେ ରାଣ ଖାଅ କି ବିଷ ଖାଅ ତାକୁ କିଛି ବି ଫରକ ପଡ଼ିନଥାଏ। ଝିଅମାନଙ୍କ ହୃଦୟ ବହୁତ ସଫା ହୋଇଥାଏ, ହେଲେ ତାଙ୍କ ମନ କଥା ବୁଝିବା ପାଇଁ ଏ ଦୁନିଆରେ କେହି ନାହାନ୍ତି। ଯେଉଁମାନେ କୁହନ୍ତି ମୁଁ ଏହି କାମଟି କରିପାରିବିନି, ନିଜକୁ ଥରେ କେବଳ ଏକଥା ପଚାରିବା ଦରକାର, ମୁଁ କାହିଁକି କରିପାରିବିନି? ଏ ଦୁନିଆରେ ମଣିଷ ଏତେ ସ୍ୱାର୍ଥପର କି ଏଠି ଜଣେ ଜଣଙ୍କ ପାଇଁ ନୁହେଁ, ବରଂ ଏଠି ଜଣେ ଜଣଙ୍କ ବିରୁଦ୍ଧରେ ହିଁ ଚିନ୍ତା କରୁଛି। ଦରକାରଠୁ ଅଧିକ ଚିନ୍ତା ଜୀବନକୁ ଖୁସି ଛଡ଼େଇ ନେଇଥାଏ। ସୁଖରେ ସମସ୍ତେ ସାଥିରେ ଥାଆନ୍ତି, କିନ୍ତୁ ଦୁଃଖରେ ଥିଲେ ତୁମେ ଜଣକୁ ଦୁଇଟା ଦୁଃଖ ଜଣେଇଲେ ସେ ତୁମକୁ ଆହୁରି ଚାରିଟା ଦୁଃଖ ଜଣେଇ ଦେବ। ତାପରେ ତୁମେ ବି ଦିନେ ଦ୍ୱନ୍ଦ୍ୱରେ ପଡ଼ିଯିବ କି ଏହାକୁ ଦୁଃଖ ବାଣ୍ଟିବା କୁହନ୍ତି ନା ଦୁଃଖ ନ ବୁଝିବାର ବାହାନା କୁହନ୍ତି। ପ୍ରେମ ଏପରି ଏକ ଜିନିଷ ଯାହା କେବେ ବି ମଣିଷକୁ ଖସିବାକୁ ଦିଏ ନାହିଁ, ଆଉ ଘୃଣା ଏପରି ଏକ ଜିନିଷ ଯାହା ମଣିଷକୁ କେବେ ଉଠିବାକୁ ଦେଇନଥାଏ। ପରିବାର ହେଉ କି ସମାଜ ଯେତେବେଳେ ବର୍ବାଦ ହୋଇଯାଏ ସେତେବେଳେ ବୁଝିଲା ମଣିଷ ବି ନୀରବ ହୋଇଯାଏ, ଆଉ ନ ବୁଝିଲା ମଣିଷ କଥା କହିବା ଆରମ୍ଭ କରିଦିଏ। ତୁମେ ଯେଉଁ ଢଙ୍ଗରେ କଥା କହୁଛ ସେହି ଢଙ୍ଗରେ ଶୁଣିବାର ବି ସାହସ ରଖ। ସତ କହିବାର ସାହସ ଯଦି ଅଛି ତେବେ ଏକୁଟିଆ ଚାଲିବାର ସାହସ ମଧ୍ୟ ରଖ। କାରଣ ଏହି ଦୁନିଆରେ ସତକୁ ସବୁବେଳେ ଘୃଣା ହିଁ ମିଳିଛି। କାରଣ ଏହି ଦୁନିଆଟା ହିଁ ଏମିତି ମୋ ଭାଇ, ଯିଏ ସତ କହେ ଲୋକେ ତାକୁ ସବୁବେଳେ ଘୃଣା ହିଁ କରନ୍ତି, ଆଉ ଯିଏ ମିଛ କହେ ତାକୁ ଲୋକେ ସବୁବେଳେ ସମ୍ମାନ ହିଁ କରିଥାନ୍ତି। ନାରୀକୁ ସୁନ୍ଦର କହିବା ଅପେକ୍ଷା ନାରୀଙ୍କୁ ସମ୍ମାନ ଦେବା ଆହୁରି ସୁନ୍ଦର ହୋଇଥାଏ। ସିଏ
ଯେଉଁ ଯୁଗ ହେଉଥାଉ ନା କାହିଁକି ମଣିଷ ସବୁବେଳେ ନିଜ ବିଷୟରେ ସତ କମ୍ ଶୁଣିବାକୁ ପସନ୍ଦ କରେ, କିନ୍ତୁ ମିଛ ପ୍ରଶଂସା ଯେତେ ହେଲେ ବି ଅଧିକ ଶୁଣିବା ପାଇଁ ପସନ୍ଦ କରିଥାଏ।